तुलसी रामायण अयोध्याकांड प्रथम अध्याय। प्रभु श्री रामचंद्रंकर अभिषेक प्रस्ताव आगत। ध्याये जानु बाहु धृतसर धनुषं बद्ध पद्मासनस्थं पीतम्बास वसनां नवकमल दलस्पर्धी नेत्रं प्रपन्नं वामाङ्कारूढ सीतामुख कमल ईषत्लोचनं निरदाभं नानालङ्कार दीप्तं दधत् मुरुजटामण्डलं रामचन्द्रः कल्याणानां निधानं कलिमलमथनं पावनं पावनानां पार्थेयं जन्ममुख्यः सपदि परिपद प्राप्तये प्रस्थितस्य विश्रामस्थानमेकं कविवर वचसां जीवनं सज्जनानां बीर्जं धर्मद्रुमस्य प्रभवतु भवतां भूतये राम नाम। प्रथम अध्याय। प्रभु श्री रामचंद्रंकर अभिषेक प्रस्ताव आगत। एथु अन्ते शुण हे साधु विज्ञ जन अयोध्या कांडरे राम चरित वर्णन अटंती सेहु पतित पावन श्रीराम भक्त जन मानक पुणी गंठी धन अटंती से लीला क्षेत्रे पुरुष उत्तम मर्यादा पुरुषोत्तम प्रभु निरंजन जगत धारण पाई लीला प्रभुंकर अभिषेक उत्सव जे होइब तांकर जानकी सहित विवाह करिण श्रीराम मिथिलारु अयोध्या को करिले गमन एमंत शोभा देखिण जेहु प्रजानन आनंदरे पुलकित हेले तहु पूर्ण से समय अयोध्यारे सर्वसंपदर ठूल होइला ताहा होई एका बेळ नगर रुतिनी राणी हरसे सकल पुत्र बंधु मानंकु से करिले जे कोल तहु जे अयोध्यावासी जेते प्रजागण अयोध्यावासी सर्वदा पूजी पंचानन मानसे मने जीवित थाई दशरथ प्रभु रामचंद्र हेबे अयोध्यार नाथ एथि जोगु विश्वावसु गंधर्व जे वीर तक्षण गमन कले अयोध्या नगर राज्य रे से नृत्य गीत निजे ही करीण हरंती अयोध्यार जे सर्वजन मन एथु अन्ते जीवा पाई सेहु स्वर्गपुर जीवा लागी स्वर्गपुर होइले बाहार न मानी अयोध्यावासी तांकु रखावंती विश्वावसु न मानिण तक्षण चलंती तहु पुणी ए कथाकु कैकेयी जानिले साथे साथे इंदुंकु से चिटाऊ लेखिले स्वर्गपुरे चिटाऊकु पढ़ी सुना शिर कहंती से आनंदरे बचन सुंदर आहे विश्वावसु तुम्भे अयोध्यारे रुह कर्म सारी जेते दिन करिब विदाय जे दिन जे कर्म सारी
ଆସ ସ୍ୱର୍ଗପୁର କାହିଁ ପାଇଁ ଏବେ ତୁମ୍ଭେ ହେବ ତରବର। ଏବେ ପୁଣି ଜାନକୀଙ୍କୁ 18 ବରଷ, 27 ପୁଣି ରାମଙ୍କ ବୟସ। ଏମନ୍ତ ସେ ଦୁଇ ଦେବ କରିଲେ ବିଚାର, ନିଶ୍ଚୟ କାର୍ଯ୍ୟ କରିବା ଦାୟିତ୍ୱ ଆମ୍ଭର। ପୁଣି ଦେଖ ଏ ସମୟେ ନାରଦ ମହର୍ଷି, ଜାଣିଲା ପରି ପ୍ରବେଶ ହୋଇଗଲେ ଆସି। ନିଜ ନଗରରେ ତାଙ୍କୁ ଦେଖି ରଘୁବୀର, ଅନେକ କରିଲେ ତାଙ୍କୁ ଆଦର ବ୍ୟବହାର। ସୁବର୍ଣ୍ଣଗଡ଼ୁରେ ସେହୁ ଆଣିଲେ ଯେ ଜଳ, ଧୌତ କରିଲେ ନେଇ ଯେ ତାହାଙ୍କ ଯୁଗଳ। ତହୁଁ ଦିବ୍ୟ ଆସନରେ ବସାଇଲେ ନେଇ, ଆସିବା କାରଣ ତାଙ୍କୁ ପୁଥିଲେ ଦେବହିଁ। ଶୁଣିଣ ପ୍ରଭୁଙ୍କ ବାଣୀ ନାରଦ ବଚନ, ପିତା ବ୍ରହ୍ମଦେବ ମତେ କରିଲେ ପ୍ରେରଣ। ପ୍ରଭୁଙ୍କର ସାକାରର ରୂପ ଦର୍ଶନ, କରିବାର ଇଚ୍ଛା ମୋର ହୋଇଲା ବହନ। ଏମନ୍ତ ଯେ ଦେବତାଙ୍କ କାର୍ଯ୍ୟ କରିବାକୁ, ପ୍ରେରଣ କରିଲେ ବ୍ରହ୍ମ ଦେବ ଅଯୋଧ୍ୟାକୁ। ଏମନ୍ତ କହନ୍ତି ପୁଣି ନାରଦ ଶ୍ରୀରାମେ, ଦେବ କାର୍ଯ୍ୟ ସାଧନ ଯେ ଇଚ୍ଛା ଅଛି ମନେ। ନାରଦଙ୍କ ବାଣୀ ଶୁଣି ଶ୍ରୀରାମ କହନ୍ତି, କହିବେ ପିତାଙ୍କୁ ପୂର୍ବ ଭୁଲି ନାହିଁ କିଛି। ଭୁଲି ନାହିଁ ଯେହୁ ପାଇଁ ହୋଇଛି ଜନମ, କହିବେ ପିତାଙ୍କୁ ମୋର କଥାଟି ଉତ୍ତମ। ପ୍ରଭୁଙ୍କର ବାଣୀ ଶୁଣି ନାରଦେ ଗମନେ, ଜାନକୀଙ୍କୁ ପ୍ରଭୁ ଯାଇ କହନ୍ତି ବଚନେ। ଏଥୁ ଆମ୍ଭେ କରିବା ଯେ କାର୍ଯ୍ୟ ଦେବଙ୍କର, ଶୁଣିଣ କଥା ଜାନକୀ କଲେ ଅଙ୍ଗୀକାର। ଏଥୁ ଅନ୍ତେ ଦିନ କର କଥା ଏବେ ଶୁଣ, ଦର୍ପଣ ଯେ ଦେଖୁଥିଲେ ବସି ଦଶରଥ ରାଣ। ନିରେଖି ନିଜ ମୁଖକୁ ସେହୁ ଦେଖୁଥିଲେ, କର୍ଣ୍ଣମୂଳେ ପାଚି ଅଛି ବାଳ ଯେ ଦେଖିଲେ। ହୋଇଲା ଭାବିଲେ ତାଙ୍କ ବାର୍ଦ୍ଧକ୍ୟର ବେଳ, କ୍ଷୀଣ ହୋଇଯିବ ଏବେ ଶରୀର ଆମ୍ଭର। ବେଳ ନାହିଁ ଯୁବରାଜ କରିବି ଶ୍ରୀରାମ, ପୁରୀ ଯିବ ମୋହର ଯେ ନିଶ୍ଚେ ମନସ୍କାମ। ତହୁଁ ମୁନି ବଶିଷ୍ଠଙ୍କ ଅନୁମତି ନେଲେ, ତଥି ପରେ ବାହୁଡ଼ି ଯେ ଆସିଲେ ନବରେ। ବାହୁଡ଼ି ଆସିଣ ତହୁଁ ନିଜ ନବରକୁ, ଡକାଇଣ ପ୍ରଜାମାନେ କହିଲେ ତାହାଙ୍କୁ। ଏ କଥା ଜାଣିଣ ପୁଣି ସର୍ବ ପ୍ରଜାଗଣ, ଆନନ୍ଦରେ ମଣ୍ଡଣି ଯେ କଲେ ନଗ୍ରପୂଣ। ଆନନ୍ଦ ଯେ ଯୁବରାଜ ହେବେ ପ୍ରଭୁ ରାମ, ରାଜ୍ୟ ସାରା ବ୍ୟାପି ଗଲା ଏହୁ ଯେ କାରଣ।
ଏମନ୍ତ ବେଳେ ଆସିଣ ସର୍ବମହାଜନ, ନାନା ଭାବେ ନବରକୁ କରିଲେ ମଣ୍ଡନ। ସକଳର ଦ୍ରବ୍ୟମାନ ଠୁଳ କରାଗଲା, ତଥି ସଙ୍ଗେ ବେଦିକା ଯେ ନିର୍ମାଣ ସରିଲା। ସୁନ୍ଦର ଯେ ମନୋରମ ଚନ୍ଦ୍ରା ତପମାନ, ସଜାଇଲେ ଟାଙ୍ଗି ପୁଣି କରାଇ ଯତନ। ଚନ୍ଦ୍ରକାନ୍ତ ମଣି ସହ ମୁକ୍ତା ହୀରାହାର, ଝୁଲାଇଣ ଦେଲେ ପୁଣି କରିମାଳ ମାଳ। ବସାଇଲେ ସୁବର୍ଣ୍ଣର କଳସ ଦ୍ୱାରରେ, ବସାଇଲେ କୋଟି ଗୋଟି ସମସ୍ତ ପୁରରେ। ନଗରର ପୁରେ ପୁରେ ପତାକା ଉଡ଼ିଲା, କେବଲେ ଯେ ପ୍ରଜାଙ୍କର ଭାଗ୍ୟ ବଦଳିଲା। ସେ କାଳରେ ଭରତ ଯେ ଅଯୋଧ୍ୟାପୁରରେ, ନଥାଇଥିଲେ ଯାଇ ସେ ମଉଳାର ଘରେ। ଏଥି ନିମନ୍ତେ ତାହାଙ୍କୁ ନୃପଣାଇଲେ, ସକଳ ବୃତ୍ତାନ୍ତ ତାଙ୍କୁ ବୁଝାଇ କହିଲେ। ଏମନ୍ତ ଯେ ସମ୍ବାଦକୁ ସର୍ବ ପ୍ରଜାଗଣ, ଶୁଣିଣ ଆନନ୍ଦ ହେଲେ ରାଜ୍ୟ ସାରା ଜାଣ। ଜାଣିଲେ ଯହୁଁ ଜ୍ୟେଷ୍ଠଙ୍କ ଅଭିଷେକ ବାଣୀ, ଯହୁଁ ଶୁଣିଲେ ଲକ୍ଷ୍ମଣ ଆନନ୍ଦ ଉଜାଣି। ଏମନ୍ତେ ସ୍ୱର୍ଗରେ ପୁଣି ଦେବତା ସକଳ, ହୋଇଲେ କାଠି ପୁଣି ଅଯୋଧ୍ୟା ନଗର। ଏଥୁ ଅନ୍ତେ ବାକ୍ୟ ଦେବି ଯାଇ ଡକାଇଲେ, ଗୋଟି ଗୋଟି କରି ତାଙ୍କୁ ସମସ୍ତ କହିଲେ। ଏମନ୍ତ ବେଳେ ମନ୍ଥର କଣ୍ଠେ ବିଜେ କର, ଅଭିଷେକ ପରିବର୍ତ୍ତେ ଯାଉବନ ଘୋର। ଶୁଣିଣ କହିଲେ ଜାଣ ଆମ୍ଭ କାର୍ଯ୍ୟମାନ, ତହୁଁ ସେଠୁ ବାଗ ଦେବି ଚଳିଲେ ତକ୍ଷଣ। ଯାଇଣ ମନ୍ଥରା କଣ୍ଠେ ତହୁଁ ବିଜେ କଲେ, ସଘନେ ତାହାର ମନ ଉଚ୍ଚାଟ କରିଲେ। ଶୁଣ ପ୍ରଭୁ ଶ୍ରୀରାମ ଯେ ପଙ୍କଜ ଚରଣ, ତାଙ୍କ କଥା ସୁଜ୍ଞଜନ ଭେଦ ଅନୁକ୍ଷଣ। ଜୟ ମର୍ଯ୍ୟାଦା ପୁରୁଷ ଅଟ ପ୍ରଭୁ ରାମ, ଆଦରର କୌଶଲ୍ୟାଙ୍କ କୋଳର ନନ୍ଦନ। ହୋଇଲ ଭକତ ଅର୍ଥେ ଏହି ମୋର ତରେ, ଜନମ ହୋଇଲେ ପୁଣି ମାନବ ଶରୀରେ। ଯୁଗକୁ ଯୁଗ ପୁଣି ଏହି ଭାବ ମତେ, ଜନମ ହନ୍ତି ପରମା ନନ୍ଦ ଏ ଜଗତେ। ଏହାକୁ ଜାଣନ୍ତି ପୁଣି ଭକତ ସକଳ, ପୁରୁଷୋତ୍ତମ ହୁଅନ୍ତି ଦଶ ଅବତାର। ଜାଣିଣ ଚିନ୍ତିଣ ପୁଣି ସେହି ଅବତାରେ, ବିପ୍ର ବୈଷ୍ଣବ ବିପିନ ପୂଜଇ ପୟର। ଇତି ଶ୍ରୀ ତୁଳସୀ ରାମାୟଣେ ଅଯୋଧ୍ୟାକାଣ୍ଡେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ପ୍ରସ୍ତାବ କଥନେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ଅଯୋଧ୍ୟା ନବରେ ମନ୍ଥରାର କୂଟ ଚକ୍ରାନ୍ତ ଦଶରଥ ନୃପତିଙ୍କୁ କୈକେୟୀଙ୍କର ସତ୍ୟ କଥା ମନେ ପକାଇ ବର ମାଗିବା। ଏଥୁ ଅନ୍ତେ ଯାହା ହେଲା ଶୁଣ ସୁଜ୍ଞଜନ, ପବିତ୍ର ଅଟଇ ପୁଣି ଏହି ରାମାୟଣ।
ଅମୃତର ସୁଧାରସ ଏହି ପୁରାଣରେ, ଆନନ୍ଦରେ ମନ କରି ଗାନ ସର୍ବଦାରେ। ପ୍ରଭୁ ଶ୍ରୀରାମ ନାମକୁ କରରେ ଭଜନ, ନ ଦଣ୍ଡିବ କେବେ ପୁଣି ତୁମ୍ଭେ ଜନ୍ତୁରାଣ। ଏମନ୍ତରେ ନଗରର ସାଜ ସଜ୍ୟମାନ, ଆସିଲେ ତହୁଁ ମନ୍ଥରା ଯେ କଲେ ଦର୍ଶନ। ଦେଖିଣ ପୁଛଇ ପୁଣି ନଗରବାସୀଙ୍କୁ, ପୁଣି ବୁଝାଇ କହିଲା ଜାଇଣ ସୀତାଙ୍କୁ। ଶ୍ରୀରାମଚନ୍ଦ୍ରଙ୍କର ପୁଣି ଯେ ଅଭିଷେକ, ଶୁଣିଣ ମନ୍ଥରା କଲା ବହୁତ ଯେ ଦୁଃଖ। ତାପରେ ମନ୍ଥରା ଯେ ପୁରେ ଯେ ପ୍ରବେଶିଲା, କୈକେୟୀଙ୍କର ସମ୍ମୁଖେ ସମ୍ମୁଖେ ବସିଲା। ତହୁଁ ସେ କୈକେୟୀ ତହୁଁ କହନ୍ତି ବଚନ, ରାଣୀ ଗୋ ଆଜ କିମ୍ପାଇଁ ତୋ ବିରସ ମନ। କୈକେୟୀ କହନ୍ତି ରାମ ଯୁବରାଜ ହେବ, ଜାଣିଲି ରାଇ ଯେ ପୁଣି ଉତ୍ସବ ଲାଗିବ। ମନ୍ଥରା କହଇ ତୋର ମନ ଊଣା କାହିଁ, ଏକଥା ଲକ୍ଷ୍ମଣ ତୋତେ ଦେଲା କଷି ଖାଇ। ଶୁଣି ତଥାପି ମନ୍ଥରା ହୋଇଲା ମୌନ, ନ ହସିଲା ଠିଆ ହେଲା ନ କହେ ବଚନ। ଶେଷେ ବୁଝାଇ କହଇ ମାଲ କୈକେୟୀ, କହୁଛି ଏଇ ଯେ କଥା ରହିବ ରାଣ ହୋଇ। ଯାହା ଯେ ତାହାଙ୍କୁ ପୁଣି କରିଲା ବିଧାତା, କୌଶଲ୍ୟା ହୋଇବ ଯେବେ ରାଜମାତା। ଶୁଣିଣ ଏଥିରେ ପୁଣି ଖୁସି କାହିଁ ପାଇଁ, ତୁଚ୍ଛାଟାରେ ମନ ଊଣା କର ମହାଦେଇ। ଏ ସମୟେ ପୁତ୍ର ତୋର ମାମୁଁ ଘରେ ଅଛି, ଏଣେ ପୁଣି ରାମ ପୁତ୍ରେ ଉତ୍ସବ ଲାଗିଛି। ଏମନ୍ତ କପଟ ପୁଣି କରିଅଛି ନୃପ, କାହିଁକି ଖୋଜିବି ଏଠି ତୋ ପୁତ୍ରକୁ ବାପ। ନାହିଁ ରେ ତୋର ପୁଣି ଯେ ଜଡ଼ା ତେଲ ଦେଇ, ନିଦ୍ରାରେ ଶୟନ କର ରାଣୀ ଲୋ କୈକେୟୀ। ତୋ ପୁତ୍ର ହେଉ ନାହିଁ ଯେ ଆଜ ଯୁବରାଜ, ଏ ଉତ୍ସବେ ତୋହର ଯେ ଅଛି କେଉଁ କାର୍ଯ୍ୟ। କହିବାର କଥା ମୋର କି ଗରଜ ମୋର, ଯୁବରାଜ ନ ହେଉ ଯେ ପୁତ୍ରଟି ତୋହର। ସେଥିପାଇଁ ଏଠାରେ ତ ନାହିଁ କିଛି କାର୍ଯ୍ୟ, କି ଗରଜ ପଡ଼ିଛି ଯେ ବୁଝାଇବି ଆଜ। ସତରେ କଥାରେ ମତେ କହୁନୁ ଲୋ ତୁହି, ସ୍ୱଭାବରେ ଅଟଇ ତ ଚାକରାଣୀ ମୁହିଁ। ଏମନ୍ତ ଶୁଣିଣ ଦେଖ ମନ୍ଥରା ବଚନ, କହନ୍ତି ସେ କୈକେୟୀ ତାହାଙ୍କୁ ବଚନ। କୈକେୟୀ ମନ୍ଥରାକୁ କହନ୍ତି ହସିଣ, କହିବା ସମୟେ ପୁଣି କହନ୍ତି ହସିଣ। କହିଅଛଇ ଯାହା ବଂଶବିଧି ଶୁଣ, ଜ୍ୟେଷ୍ଠର ପ୍ରାପତ ନିଶ୍ଚୟ ରାଜ ସିଂହାସନ। ଏପରି ଅବସ୍ଥା ଅଟେ କିସ ମୁଁ କରିବି, ଦୁଃଖ ହିଁ ମନରେ ହୁଏ ତାହା ଭାବି ଭାବି। ଏମନ୍ତ ମନ୍ଥରା ଦେଖି କହଇ ବଚନ, ଶୁଣ ଗୋ ରାଣୀ ତୁମେ ଗୋ କହୁଛି ଜାଣିନ। ଏଠି ଯଦି ମିଥ୍ୟା ବାଣୀ ତୋତେ କହିଥାନ୍ତି, ମୁହିଁ ତ ନିଶ୍ଚୟ ତୁମ୍ଭ ପ୍ରିୟ ହୋଇଥାନ୍ତି। ରାଜ୍ୟରେ ପୁଣି ରାମ ଯେ ଯୁବରାଜ ହେବ, ନିଶ୍ଚୟ ସୁଆଙ୍ଗ ତୁମ ଭାବି ଛାଡ଼ି ଯିବ। ଦୁଃଖରେ ସରିବ ନାହିଁ ତୁମ୍ଭର ଏ ଦିନ,
ସଦା ସର୍ବଦା ବସିଣ କରିବ କ୍ରନ୍ଦନ। ଯାହା କଥା କହୁଅଛି ତୁମ୍ଭ ଭଲ ପାଇଁ, ଏହି କ୍ଷଣି କହୁଅଛି ଶୁଣ ମହାଦେଇ। ଏମନ୍ତ କୈକେୟୀ କଥା ମନକୁ ପାଇଲା, ସତେ କି ଅବଳା ପୁଣି ସବଳା ହୋଇଲା। ବିମର୍ଷରେ ମନ୍ଥରାର ମୁଖକୁ ଅନାଇ, ସାନନ୍ଦ ମନରେ ପୁଣି କହନ୍ତି କୈକେୟୀ, ଏକ୍ଷଣି ମୁଁ କି କରିବି ତୁ ହି ମୋତେ କହ। ଭାବିଲା ବେଳକୁ ମୋର ଥରୁଅଛି ଦେହ, ଚଳିଯାଅ କୋପ ମନେ ନଗରକୁ ତୁହି। ମାନ ଅଭିମାନେ ସୁଅ ଅନ୍ତପୁରେ ଯାଇ, ସେ ପୁରେ ଯେ କ୍ଷଣି ରାଜା ଦଶରଥ ଯିବ। ସେ କାଳେ ଅଭିମାନରେ କଥା ନ କହିବ, ଏଥି ଯୋଗୁ ଚାଟୁ କଥା ନୃପତି ତୋହର। କହିବା ବେଳେ ମାଗିବୁ ତାକୁ ତୋର ବର, ପ୍ରଥମ ବରରେ ହେବ ଭରତ ରାଜନ। ଦ୍ୱିତୀୟ ବରରେ ରାମର ନ୍ୟଗମନ। ମନ୍ଥରାର କଥା ଶୁଣି କୈକେୟୀ ଯେ ପୁରେ, କୋପ ଅଭିମାନ କରି ପଲଙ୍କେ ଶୋଇଲେ। ସର୍ବ ଅଙ୍ଗୁ ଅଳଙ୍କାର ମାନ ସେ କାଢ଼ିଣ, ଶୋଇଲେ ପଲଙ୍କ ପରେ ଦୁଃଖିତ ହୋଇଣ। ଏସନେ ମିଳିଲେ ଯାଇ ଦଶରଥ ରାଣ, କହିଲେ ଯେ କେତେ କରି ଚାଟୁ କଥା ପୁଣ। ଏମନ୍ତେ ବହୁ ପ୍ରକାର ଚାଟୁ କଥା କହି, ହସ୍ତକୁ ଧରିଲେ ପୁଣି ଯାଇ ନରସାଇଁ। ହସିଣ କହନ୍ତି ତାଙ୍କୁ ମଧୁର ବଚନ, ଆଜି ସଖୀ କାହିଁ ପାଇଁ ଦୁଃଖ କର ମନ। ସଦା ତ ପ୍ରିୟବାଦିନୀ ମଧୁର ବଚନ, ପ୍ରଜାକୁଳ ରାଜ୍ୟ ଧନ ହେଲା କିରେ ଧନ। ଅଭିମାନୀ ମନରେ ଯେ କୈକେୟୀ କହନ୍ତି, ରାମ ନାମେ ଶପଥ ଯେ କର ଯେ ବୋଲନ୍ତି। ଯାହାଟି ମୁଁ ମାଗିବଇ ତାହା ନିଶ୍ଚୟ ଦେବି, ଏକଥାରୁ ଯେବେ ପୁଣି ଅନ୍ୟଥା ନହିବ। କହନ୍ତି ସେ ଦଶରଥ କୁହ ନିଶ୍ଚୟ ଦେବ, ମୋରାଣ ମାଗଲୋ ଆଜ ପରାଣ ବାନ୍ଧବ। ଶୁଣିଣ ରାଜାଙ୍କର ସେ ଏହୁ ସ୍ନେହ ବାଣୀ, କୈକେୟୀ ଉଠନ୍ତି ପୁଣି ଆନନ୍ଦରେ ଜାଣି। କହନ୍ତି ସେ ଦଶରଥ ରାମ ରାଜା ହେବ, ପୁରକୁ ଯାଗୋ ପ୍ରିୟା ଦେଖି ସଜାଇବ। ଏମନ୍ତ ସମୟ ରାଣୀ କହନ୍ତି ବଚନ, କହିଲି ତ ପ୍ରାଣ ପ୍ରିୟା ଦିଅ ବରଦାନ। ଶୁଣି ଏହା ଦଶରଥ କହନ୍ତି ଏ ଗିର, ବହିଛି ପୁରାଣ ହେବ ନିଶ୍ଚୟ ତୁମ୍ଭର। ରଘୁକୁଳରେ ଜନମ କଥା ସତ୍ୟ ସହି, ପ୍ରାଣ ଯାଇପାରେ ପଛେ ବଚନ ନ ଯାଇ। ତହୁଁ ସେ କୈକେୟୀ ହୋଇ ଆନନ୍ଦରେ ମତ, ଦେବତ ନିଶ୍ଚୟ ଯଦି କରନ୍ତୁ ଶପଥ। ହସି ହସି ଶପଥକୁ କଲେ ନରବର, କୈକେୟୀ ମାଗିଲେ ତହୁଁ ନିଜ ଇଚ୍ଛାବର। ମୋ ପୁତ୍ର ଭରତ ନିଶ୍ଚୟ ରାଜ୍ୟ ରାଜା ହେବ, ତହିଁ ପରେ ଶ୍ରୀରାମ ଯେ ବନବାସ ଯିବ। ବିତାଇବ 14 ଯେ ବରଷ ମନରେ, ଦିନ ବିତାଇବ ସେ ଅରଣ୍ୟ ଦୁଃଖରେ। ରାଜା ଦଶରଥ ଶୁଣି ବନବାସ କଥା, ମନକୁ ଦେଲା ତହୁଁ ସେ ବହୁ ଘୋର ବ୍ୟଥା। ଶୁଣିଣ ଅଙ୍ଗରୁ ବହେ
ପୁଣି ବହୁ ଶ୍ରମ ଝାଳ। ଏସନେ ନୃପତି ତହୁଁ ହୋଇଲେ ବିକଳ। ବିନୀତ ଭାବରେ ରାଜା ଜାଣ ଦଶରଥ, ଅଟଇତ ଭରତ ମୋ ଆପଣାର ପୁତ୍ର। ଶୁଣିଣ କୈକେୟୀ ପୁଣି କହନ୍ତି ବଚନ, ଏପରି ଚାତୁରେ ଆଜ ନାହିଁ ପ୍ରୟୋଜନ। ସତ୍ୟ କରିଛ ଯେବେ ତ କୁହ ଦେବବର, ବର ଦେବା ପରେ ରକ୍ଷା ସତ୍ୟଟି ତୁମ୍ଭର। ବିନୀତ ଭାବରେ ବାକ୍ୟ ଦଶରଥ ରାଣ, ପ୍ରାଣପ୍ରିୟା କୈକେୟୀ ଶୁଣରେ ବଚନ। ନିଶ୍ଚୟ ମୁଁ ଭରତକୁ ରାଜ୍ୟ ଅଣାଇବି, ଅଯୋଧ୍ୟାରେ ଅଭିଷେକ ତାହାର କରିବି। କିନ୍ତୁ ତୁମ୍ଭ ମାଗିଥିବା ଏହି ଦ୍ୱିତୀୟର, ଦେଲେଟି ନିଶ୍ଚୟ ହେବ ମୃତ୍ୟୁଟି ମୋହର। ଶୁଣିଣ ରାଜା ବଚନ କୋପେ କୈକେୟୀ, କହନ୍ତି ସେ ଆହେ ରାଜା ଆଉ ବୁଝା ନାହିଁ। ଏଣିକି ସତ୍ୟ ତୁମ୍ଭର ନିଜେ ରକ୍ଷା କର, କହିଥିବା କର ତୁମ୍ଭେ ନିଅନ୍ତୁ ଏଥର। କହିଣ କୈକେୟୀ ତହୁଁ କ୍ରୋଧାନ୍ୱିତ ହେଲେ, ରାଗରେ ସେ କମ୍ପମାନ ହୋଇ ଠିଆ ହେଲେ। ଏମନ୍ତ ଦେଖିଣ ତହିଁ ଅଯୋଧ୍ୟାର ନୃପ, ମାଗିଥିବା ବର ଏହି ନେବ ତ ନିଶ୍ଚିତ। ଏମନ୍ତ ଚିନ୍ତିଣ ପୁଣି ରାଜା ମୂର୍ଚ୍ଛା ଗଲେ, କାନ୍ଦି କାନ୍ଦି ନୃପମଣି ନିଶି ବିତାଇଲେ। ଏହି ଭାବେ ରଜନୀ ଯେ ହୋଇଲା ଅନ୍ତର, ନବରେ ବାଜଣା ଶୁଭେ ମୃଦଙ୍ଗ କାହାଳ। ଲାଗିଅଛି ସିଂହ ଦ୍ୱାରେ ଭାରି ଯେ ଗହଳ, ଦୁଃଖ ପୁନେ କାନ୍ଦୁଛନ୍ତି ଏଠି ନରବର। ଜଗତର ପାଳକ ଯେ ପ୍ରଭୁ ଶ୍ରୀରାମ, ବିପ୍ର ବୈଷ୍ଣବ ବିପିନ ପୂଜଇ ଚରଣ। ଇତି ଶ୍ରୀ ତୁଳସୀ ରାମାୟଣେ ଅଯୋଧ୍ୟାକାଣ୍ଡେ ଅଯୋଧ୍ୟା ନଗରେ ମନ୍ଥରାର କୂଟ ଚକ୍ରାନ୍ତ, ଦଶରଥ ନୃପତିଙ୍କୁ କୈକେୟୀଙ୍କର ସତ୍ୟ କଥା ମନେ ପକାଇ ଦେବା ପ୍ରସଙ୍ଗେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ପିତୃ ସତ୍ୟ ପାଳନ ନିମନ୍ତେ ପ୍ରଭୁ ଶ୍ରୀରାମଙ୍କର ବନଗମନ। ଯାଜ୍ଞବଲ୍କ ବଚନରେ ଭରଦ୍ୱାଜ ମୁନି, ପଚାରିଲେ ରାମାୟଣ ପ୍ରସଙ୍ଗଟି ପୁଣି। ତୁଳସୀ ରାମାୟଣ ଯେ ପବିତ୍ର ଅଟଇ, ଶୁଣିଲେ ଯେ ଏହି ବାଣୀ ଯମଦଣ୍ଡ ପାଇ। ଜଗତର ହିତ ପାଇଁ ସୀତାପତି ରାମ, ଜନମିଲେ ମହିରେ ସେ ବୋଲାଇ ଉତ୍ତମ। ତାହାଙ୍କର ପୁଣି ଏହି ପବିତ୍ର ଚରିତ, ଶୁଣିଲେ ଭକତ ଜନ ଲଭନ୍ତି କୃତାର୍ଥ। ଏମନ୍ତ ସମୟେ ନ ଆସିବାରୁ ଦଶରଥ, ଏଣେ ବିଚାର କରିଲେ ଶୁଣ ହୋ ସୁମନ୍ତ। ମନ ମଧ୍ୟେ ସନ୍ଦେହକୁ ସେହୁ ସେ ବିଚାରି, ତତକ୍ଷଣ ଅନ୍ତପୁର ଗଲେ ସେହୁ ଚଳି। ତାହାଙ୍କୁ ଦେଖନ୍ତି ଥିଲେ ସେ ରାଣୀ କୈକେୟୀ, ସେଠାବରେ ବହୁ ଆଗୁ ଥିଲେ ଉଭା ହୋଇ। ଭୂମିରେ ପତିତ ଦେଖି ଅଯୋଧ୍ୟାର ନାଥ, ଦେଖିଣ ତହୁଁ ଚକିତ ହୋଇଲେ ସୁମନ୍ତ। ତାହାଙ୍କୁ ଦେଖିଣ ରାଣୀ କହନ୍ତି ବଚନ, ଆସିଅଛ ସୁମନ୍ତ ହୋ ଶୁଣନ୍ତୁ ଏ ସନ। ତୁମେ ଯାଇ ରାମଙ୍କୁ ଯେ ଆଣନ୍ତୁ ଡକାଇ, ସେଥିପାଇଁ ବିଳମ୍ବ ଯେ ଦରକାର ନାହିଁ। ଶୁଣିଣ ସେ ରାଣୀ ବାଣୀ ତହୁଁ ଚଳିଗଲେ, ତତକ୍ଷଣ ରାମଙ୍କୁ ସେ ଡକାଇ ଆଣିଲେ। ନେଇଣ ସେ ଅନ୍ତପୁରେ ପ୍ରବେଶ ହୋଇଲେ, ସେଠାରେ ପିତାଙ୍କର ସେ ଅବସ୍ଥା ଦେଖିଲେ। ଦେଖନ୍ତି ପୁଣି ସେ ରୂପ ମାତା କୈକେୟୀଙ୍କର, ଉଭାରେ ଦିଶନ୍ତି ସେହୁ ସିଂହିଣୀ ପ୍ରକାର। ଦେଖି ଏମନ୍ତ ପୁଛନ୍ତି ଜଗତ କାରଣ,
କିସ ହୋଇଲା କୁହନ୍ତୁ ମାତା ମୋ ବଚନ, ଶୁଣିଣ ସେ କୈକେୟୀ କହନ୍ତି ବଚନ। ପିତା ତୁମ୍ଭ ବର ଦୁଇ କରିଲେ ପ୍ରଦାନ, ମୋ ପୁତ୍ର ଭରତ ଅଯୋଧ୍ୟାର ରାଜା ହେବ। ଏଥୁ ଅନ୍ତେ ରାମଚନ୍ଦ୍ର ବନବାସ ଯିବ, ଏଥି କାରଣ ପତ୍ରରେ ଏ ଅବସ୍ଥା ହେଲା। ଆନ ଘଟଣା ଯେ କିଛି ନାହିଁ ତ ଘଟିଲା, ହସିଣ ସେ ପ୍ରଭୁ ରାମ କହନ୍ତି ବଚନ। ପିତୃ ଆଜ୍ଞା ପାଳନ ତ ପୁତ୍ରର ବିଧାନ, ଯେହୁ ଜାଣ ଉତ୍ତମର ପୁତ୍ର ଯେ ଅଟଇ। ପିତୃ ଆଜ୍ଞା ପାଳିବା ଯେ ଭାଗ୍ୟବାନ ସେହି, ପିତାଙ୍କର ଭଲ ପାଇଁ ବନବାସ ଯିବି। ସତ୍ୟ ରକ୍ଷା ପିତାଙ୍କର ନିଶ୍ଚୟ ରଖିବି, ପ୍ରାଣର ଭରତ ମୋର ହୋଇବ ରାଜନ। ସେଥିପାଇଁ ଆନନ୍ଦ ମୋ ମାତା ମନ ଜାଣ, ସାଧାରଣ କଥା ଏହି ପିତା ଯେ ମୋହର। ମୂର୍ଚ୍ଛିତ ହୋଇ ପଡ଼ିଲେ ଧରଣୀ ଉପର, ଦୁଃଖ ପୂର୍ଣ୍ଣ ମୁଖରେ ସେ ରାମଙ୍କୁ ଚାହିଁଲେ। ଅଶ୍ରୁ ଝରି ଯାଏ ପୁତ୍ରେ କୋଳେ ଟାଣି ନେଲେ, ବିକଳରେ କାନ୍ଦି କାନ୍ଦି ଆକୁଳ କହିଲେ। ହେବି ତ ନରକେ ପାତ ବିଧି ଯେ ଲେଖିଲେ, ବିକଳରେ ମନକୁ ମନ ଯାଉରେ ରାମ। ପିତାଙ୍କର ସତ୍ୟ ଭ୍ରଷ୍ଟ ହେଉ ତା କାରଣ, ଶୁଣି କହନ୍ତି ତହୁଁ ଯେ ଜାନକୀଙ୍କ ବର। କ୍ରନ୍ଦନ କର ନାହିଁ ହେ ତୁମ୍ଭେ ପିତା ମୋର, କରିଅଛ ପାଳିବି ମୁଁ ଏ ସତ୍ୟ ତୁମ୍ଭର। ଏକ୍ଷଣି ଚଳିବି ମୁହିଁ ନିଶ୍ଚୟ ବନ ଘୋର, ଏପାଇଁ ବିରସ କିମ୍ପା କର ତୁମ୍ଭ ମନ। ସୂର୍ଯ୍ୟବଂଶର ମହିମା ରଖିବି ଏ ସନ, ଏମନ୍ତ ଯେ ଏହି କଥା ପ୍ରଘଟ ହୋଇଲା। ଅଯୋଧ୍ୟା ରାଜନ ପୁଣି ପଡ଼ିଲା ଉଠିଲା, କେହୁ କହେ ଧନ୍ୟ ଧନ୍ୟ ଅଟନ୍ତି କୈକେୟୀ। ଧନ୍ୟ ପୁଣି ତାଙ୍କ ମନେ ବୁଦ୍ଧି ଆସଇ, କେ କହେ ଧନ୍ୟ ଧନ୍ୟ ଲୋ ଧନ୍ୟ ଏହି ନାରୀ। ରାମ ପରା ପୁତ୍ରର ଏ ହୋଇଲା ଭଗାରୀ, ରାଜା ପ୍ରଜା ଅନେକ ଯେ ପାଶକୁ ଅଇଲେ। ଗୋପନରେ କୈକେୟୀଙ୍କୁ କେତେ ବୁଝାଇଲେ, ଯେତେ ହେଲେ ବୁଝିଲେ କି ସେ ନାରୀ କୈକେୟୀ। ଅଟଳ ରହିଲେ ପୁଣି ପ୍ରାଣ ରକ୍ଷା ପାଇଁ, ବିଳମ୍ବ ନ କରି ରାମ ଯିବା ପାଇଁ ବନ। ପ୍ରସ୍ତୁତ ହୋଇଲେ ସେହୁ ତହୁଁ ତତକ୍ଷଣ, ପିତାଙ୍କର ସତ୍ୟକୁ ଯେ ନିଶ୍ଚୟ ଯେହୁ ପାଳେ। ଉତ୍ତମ ପୁତ୍ର ତାହାଙ୍କୁ କହନ୍ତି ଶୟଳେ, ଗୋଟି ଗୋଟି ହୋଇ ସର୍ବ ମାତା ପାଶେ ଗଲେ। ହର୍ଷିତ ହୃଦୟେ ତାଙ୍କୁ ବିଦାୟ ମାଗିଲେ, ତହୁଁ ଦେଖି ଅଯୋଧ୍ୟାର ସର୍ବ ନାରୀ ଗଣ। ଶୁଣିଲେ ଯହୁଁ ପ୍ରଭୁଙ୍କ ବନକୁ ଗମନ, ବହୁତ ମନରେ ସେହୁ ଦୁଃଖିତ ହୋଇଲେ। ବଚନରେ କୈକେୟୀଙ୍କୁ ନିନ୍ଦା ସେ କରିଲେ, କୌଶଲ୍ୟା ମାତା ଯେ ତାଙ୍କୁ କରନ୍ତି କଲ୍ୟାଣ। ଭଲ ହେଲା ପୁଅ ମୋର ଗଲୁ ଯେ କାନନ, ଶୁଭରେ ଫେରି ଆସିବୁ ମୋ ଧନରେ ଶୁଣ। ପିତାର ସତ୍ୟ ପାଳିବା ପୁତ୍ରର ବିଧାନ, ବାଣୀ ଶୁଣି ପୁତ୍ର ଜାଣି କୌଶଲ୍ୟାଙ୍କ ପଦେ। ପଡ଼ିଲେ ସେ ଭକତିରେ ହୋଇ ଗଦ ଗଦେ, ନେଇଣ ଜନନୀ ତାଙ୍କୁ କୋଳେ ବସାଇଲେ। ତହୁଁ ସେ ଦୁଃଖରେ ବସି କ୍ରନ୍ଦନ କରିଲେ, ପଦୁ ଉଠି ମାତାଙ୍କୁ ସେ କହନ୍ତି ବଚନ। ପିତାଙ୍କର ସତ୍ୟ ରକ୍ଷା ହେଉ ଆଜ ଜାଣ, ଯାଉଅଛି ମୁହିଁ ଯେଣୁ କରି ବନବାସ। 14 ବରଷ ସୁଖେ ହେଉ ମୋର ଶେଷ, ଉଦାରେ ଜନନୀ ମୋର ଦୁଃଖିତ ନ ହୁଅ। ହସି ହସି ତୁମ୍ଭେ ମୋତେ ବିଦାୟଟି ଦିଅ, ତହୁଁ କୌଶଲ୍ୟା ତାହାଙ୍କୁ ବୋଲନ୍ତି ରେ ଧନ। ସ୍ନେହ କରନ୍ତି ତୋତେରେ କେତେ ନର ରାଣ, ସୁମରି ସୁମରି ଆଜ ତୋର ଯଶ ଗୁଣ। ଆନନ୍ଦ ପାଉଥିଲେ ସେହୁ ଯେ ଅନୁକ୍ଷଣ, କେଜାଣି କାହିଁକି ସେହୁ ବିମୁଖ ହୋଇଲେ। ସେଥିଲାଗି ପିତା ତୋତେ ଅରଣ୍ୟ ପେଶିଲେ, କି ଦୋଷ ତୋହର ଥିଲା ଦେଲେ ବନବାସ।
ବିହିଲେ ହୁ କରମ ଜାଣେ ନା ନରେଶ। ବୁଝାଇ ଶ୍ରୀରାମ ପୁଣି କହନ୍ତି ଗୋମାତ, କୈକେୟୀ ମାତାଙ୍କ ପାଶେ କଲେ ସେ ହୁ ସତ୍ୟ। ଅଗତ୍ୟା ପିତାଙ୍କୁ ଜାଣି ମାଗିଲେ ସେ ବର, ଭରତ ରାଜା ହୋଇବ ଅଯୋଧ୍ୟା ରାଜ୍ୟର। ଏଥୁ ଅନ୍ତେ ଶ୍ରୀରାମ ଯେ ଥିବ ବନବାସ, ଏକଥା ଶ୍ରବଣ ମାତ୍ରେ ହୋଇଲି ହରସ। ଜାଣିଲି ପିତାଙ୍କର ମୁଁ ସତ୍ୟ ରକ୍ଷା ପାଇଁ, ଜୀବନକୁ ଯିବା ମୋହର ଉଚିତ ଅଟଇ। ପୁତ୍ର କଥା ଶୁଣି ରାଣୀ କହନ୍ତି ବଚନ, ସତରେ ପୁତ୍ରରେ ମୋର ହେଲୁ ଭାଗ୍ୟବାନ। ହେଉ ପଛେ ଅଯୋଧ୍ୟା ଏବେ ହତ ଶିରି, ବାପରେ ଧନରେ ମୋର ହୁଅ ବନଚାରି। ମୋର କଥା ମନେ ରଖି ବନରେ ଚଳିବୁ, ମୋ ଜୀବନ ଯିବା ଯାଏ କୋଳକୁ ଫେରିବୁ। ଏମନ୍ତ ସମୟେ ଦେଖ ଶାଶୁ ସମ୍ମୁଖରେ, ଜନକ ତନୟା ସୀତା ଆସି ପ୍ରବେଶିଲେ। ସମ୍ମୁଖେ ତାହାଙ୍କୁ ଦେଖି କୌଶଲ୍ୟା ବଚନ, ଝିଅ ମୋର ସ୍ୱାମୀ ସାଥେ ଯାଅ ଆଜ ବନ। ଶୁଣିଣ ଜାନକୀ ସତୀ ହୋଇଲେ ଆନନ୍ଦ, ସ୍ୱାମୀ ସାଥେ ବନେ ଯିବେ ହାସ୍ୟ ମନ୍ଦ ମନ୍ଦ। ଏମନ୍ତ ସମୟେ ଯେହୁ କୌଶଲ୍ୟା କହନ୍ତି, ସାବଧାନେ ଚଳିବୁ ଲୋ ବନେ ଥାଇ ନୀତି। କେଉଁଠାରେ ଅପୂର୍ବର ଦ୍ରବ୍ୟକୁ ଦେଖିଲେ, ଅସମୟେ ପୁତ୍ରକୁ ମନ ମାଗିବୁ ଭଲେ। ଅରଣ୍ୟରେ ବ୍ୟାଘ୍ର ଭାଲୁ ଦେଖି ପଲ ପଲ, ଚଳିବିରେ ଝିଅ ମୋର ନହେବରେ ସଲ। ଜାଣିବୁ ଆବର ବନେ ଅଛନ୍ତି ରାକ୍ଷାସ, ପୁଣି ଅରଣ୍ୟରେ ଜାଣ ସର୍ପଙ୍କର ବାସ। ମାତାଙ୍କର ବାଣୀ ଶୁଣି ସେ ରଘୁନନ୍ଦନ, କହନ୍ତି ପ୍ରିୟାରେ ମୋର ବାକ୍ୟ ଆଜ ଶୁଣ। ଏମନ୍ତ ବେଳେ ତୁମକୁ ନେଇ ବନବାସ, କରିଲେ ଜଗତେ ନିଶ୍ଚୟ ହେବ ଅପଯଶ। ଏମନ୍ତ ଯେ ନାସ୍ତି ବାଣୀ କଲେ ରଘୁମଣି, ଦୁଃଖରେ ଦୁଃଖିତା ହେଲେ ଚନ୍ଦ୍ରମୁଖୀ ଜାଣି। ତହୁଁ ଯାଇ ଶାଶୁଙ୍କର ପାଦରେ ପଡ଼ିଲେ, ଦୟାକରି ମାତ ମୋତେ ରଖ ଏହି ବେଳେ। ସ୍ୱାମୀଙ୍କର ବିରହକୁ ସହିବି କିପରି, କିପରି ବଞ୍ଚିବି ମୁହିଁ ଗୃହେ ରହି କରି। କହିବି କି ପ୍ରାଣ ବିନେ କେବେ ହି ଦେହ, ରହିକି ପାରିବ ଶୂନ୍ୟ ଅଯୋଧ୍ୟାରେ କୁହ। ନିଶ୍ଚୟ ତୁମ୍ଭ ସଙ୍ଗରେ ହି ଠାରୁ ଯିବି, ବନର ଦେବତାଙ୍କୁ ମୁଁ ନିତ୍ୟ ସେବୁଥିବି। ସାଥିରେ କୁଶ ଶଯ୍ୟାରେ ମୁହିଁ ଯେ ଶୋଇବି, ଅରଣ୍ୟର ଫଳମୂଳ ଶାନ୍ତିରେ ଖାଇବି। ଚାଲି ଚାଲି ଯେବେ ମୋର ହେବ ପଥ ଶ୍ରମ, ବୃକ୍ଷ ମୂଳେ ଯାଇ ଆମେ କରିବା ବିଶ୍ରାମ। ଏଥୁ ଅନ୍ତେ ପ୍ରଭୁ ରାମ କହନ୍ତି ଯେ ବାଣୀ, ଆଉ କାହିଁକି ବିଳମ୍ବ ଜନକ ନନ୍ଦିନୀ। ପ୍ରସ୍ତୁତ ହୁଅରେ ପ୍ରିୟା ଯେବେ ଅଛି ମନ, ମୋ ସାଥେ ଭୋଗିବାକୁ ସେ ଦୁଃଖ ଅଛି ବନ। ଏମନ୍ତ ସମୟେ ଶୁଣି ରାମେ ବନବାସ, ଲକ୍ଷ୍ମଣ ଶୁଣି କରିଣ ହୋଇଗଲେ ତ୍ରାସ। ଭ୍ରାତାଙ୍କର ପାଶେ ଯାଇ ତକ୍ଷଣେ ମିଳିଲେ, ସାଥେ ତାଙ୍କ ବନ ଯିବେ ବିନୟ କହିଲେ। ଅଟନ୍ତି ନୀତିଙ୍କ ପରା ଅଟନ୍ତି ସେ ରାମ, ଚାହିଁଣ ଲକ୍ଷ୍ମଣ ଆଡ଼େ କହନ୍ତି ବଚନ। ପୂର୍ଣ୍ଣ ହୋଇଲେ 14 ବର୍ଷ ସେହି ବନ, ଅଯୋଧ୍ୟା ଫେରିବି ନିଶ୍ଚେ ଶୁଣରେ ଲକ୍ଷ୍ମଣ। ମୋ ଅନ୍ତେ ଗୃହରେ ବାବୁ ତୁହି ରହିଥିବୁ, ପିତାମାତାରେ ତୁହିରେ ସେବା କରୁଥିବୁ। ଏମନ୍ତ କଥାକୁ ଲକ୍ଷ୍ମଣ କରନ୍ତେ ବାରଣ, କହନ୍ତି ବୁଝାଇ ତାଙ୍କୁ ପ୍ରଭୁ ଭଗବାନ। ବାବୁରେ ମୋର ସହିତେ ଯେବେ ଯିବୁ ବନ, ଆପଣି ନାହିଁରେ ମୋର ବାହାର ବହନ। ରାମଙ୍କର ବାଣୀ ଶୁଣି ଲକ୍ଷ୍ମଣ ସଧୀରେ, ବିଳମ୍ବ ନ କରି ସେହୁ ବାହାରି ପଡ଼ିଲେ। ଏମନ୍ତ ସୁମିତ୍ରା ପାଶେ ଯାଇ 3 ଜଣ, ପାଦରୁ ଧୂଳି ନେଇ ସେ କରିଲେ ପ୍ରଣାମ। ଏକଥା ଜାଣିଣ ମାତ ବହୁ ଆନନ୍ଦରେ, ବନକୁ ଯାଉଅଛରେ ଉପଦେଶ ଦେଲେ।
ମାତାଙ୍କ ପାଶରୁ ଆସି ପିତା ମାତା ଗଲେ। ପିତାଙ୍କର ପଦେ ପଡ଼ି ପ୍ରଣାମ ସେ କଲେ। ଦୁଃଖିତ ମନରେ ପୁଣି କୁହନ୍ତି ରାଜନ, ଆଜ ମୁଁ ସତ୍ୟରେ ବାବୁ ହୋଇଲି ବନ୍ଧନ। ଏମନ୍ତ ଶୁଣିଣ ରାମ କହନ୍ତି ବଚନ, କରମ ମୋହର ଶୁଭ ଯୋଗ ଯେ ଅରଣ୍ୟ। ଦେଖ ହୋ ଜଗତ କର୍ତ୍ତା ଏହୁ ନାରାୟଣ, ଜନଙ୍କ ହିତରେ ଯିଏ କରେ ଫଳ ଦାନ। ଦେଖିଲି କଲେ କସେ କି ଯେ ବିଚାର, ଧନ୍ୟ ସେ ପ୍ରଭୁଙ୍କର ଯେ ପ୍ରଣାମ ପୟର। ଏ ସମୟ କୈକେୟୀ ରୁଦ୍ରାକ୍ଷର ମାଳ, ଆଣିଣ ଦେଲେ ସେ ହୁଜେ ସଢୁଅ ବକଳ। ବହନ୍ତି ପୁଣି କ୍ରୋଧରେ ସେ ହୁଜେ ବଚନ, ଆଉ ଅପେକ୍ଷା କାହିଁକି ଚଳତୁ ବହନ। ଏମନ୍ତ ସେ ତପସ୍ୱୀର ବେଶ ନିଭାଇ, ବନକୁ ଯିବା ନିମନ୍ତେ ଜନକ ତନଇ। ଗୌରୀକ ଯେ ପରିଧାନ ପିନ୍ଧିଲେ ଯେ ପୁଣ, ଏପରି ସେ ପ୍ରସ୍ତୁତ ଯେ ଯିବାକୁ ଅରଣ୍ୟ। ଦେଖିଣ ସେ ପୁରବାସୀ ଦୁଃଖିତ ଯେ ହେଲେ, ବନ ଗମନ କାଳରେ ପଛରେ ଧାଇଁଲେ। ଦେଖିଣ ସେ ପ୍ରଜାଗଣ ପ୍ରଭୁ ଶ୍ରୀରାମ, ଆଶ୍ୱାସନା ଦେଇ ସୁଖେ କରିଲେ ଗମନ। ଥିଲା ଅପେକ୍ଷାକୁ କରି ସୁମନ୍ତ ଯେ ଚାହିଁ, ବସାଇଣ ରଥରେ ସେ କେତେ କାନ୍ଦୁଥାଇ। ଲକ୍ଷ୍ମୀଙ୍କ ନୟନରୁ ବହେ ପୁଣି ଅଶ୍ରୁଧାର, ବିପ୍ର ବୈଷ୍ଣବ ବିପିନ ଧୋଇ ପ୍ରଭୁର ପୟର। ଏତେ ଶ୍ରୀ ତୁଳସୀ ରାମାୟଣେ ପିତୃସତ୍ୟ ପାଳନ ନିମନ୍ତେ ପ୍ରଭୁ ଶ୍ରୀରାମଙ୍କର ବନଗମନ ପ୍ରସଙ୍ଗେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ଶ୍ରୀରାମଙ୍କ ସହ ବୈବର୍ତ୍ତ ଭେଟ। ଏଥୋ ଅନ୍ତେ ସୁଧାର ଶୁଣ ରାମାୟଣ, ଶୁଣିଲେ ଦଣ୍ଡିବ ନାହିଁ ସେହୁ ଜନ୍ତୁରାଣ। ବିରସ ବନ୍ଧନରେ ସେ ସୀତାପତି ରାମ, ସାଥିରେ ରଥରେ ଥାନ୍ତି ସୀତା ଓ ଲକ୍ଷ୍ମଣ। ଚଳୁଛନ୍ତି ବନ ମୁଖେ ରଥରେ ବସିଣ, ବନ ଯେ ଆନନ୍ଦ ଚିତ୍ତ ଦେଖି ଭଗବାନ। ନିଶିଶେଷେ ଆଦିତ୍ୟ ଯେ ଉଦୟ ହୋଇଲେ, ପ୍ରଭାତ ହେଲାରୁ ରାଜ୍ୟ ପ୍ରଜାଏ ଧାଇଁଲେ। ନଗରେ ଦେଖିଲେ ସେହୁ ନାହାନ୍ତି ସେ ରାମ, ବିରସ ବଦନେ ଗଲେ ଭଜି ରାମ ରାମ। ରଥରେ ସୁମନ୍ତ ପୁଣି ପ୍ରଭୁ ନିରଞ୍ଜନ, ଜନକ ତନଇ ପୁଣି ବିରଲ କ୍ଷଣ। ଯାଉ ଯାଉ ଶୃଙ୍ଗବେର ପୁରରେ ମିଳିଲେ, ପଥେ ଗୁହକ ଶବର ସହିତ ମିଳିଲେ। ଥିଲେ ସେ ମୈତ୍ର ପୁଣି ପ୍ରଭୁ ରାମଙ୍କର, ଦେଖିଣ ଆସିଲା ବାଛି ଦେଲା ଫଳମୂଳ। ଏମନ୍ତରେ ଗଙ୍ଗା ନଦୀ ଦେଖିଲେ ଶ୍ରୀରାମ, ଭକ୍ତିରେ ନଦୀକୁ ପୁଣି କରିଲେ ପ୍ରଣାମ। ପାଶେ ନେଇ ଗୁହକକୁ ଆଦରେ ବସାଇ, ସାଦରେ ପୁଛନ୍ତି ତାଙ୍କୁ ପ୍ରଭୁର ଘୁସାଇ। ପୁଛନ୍ତି ଗୁହକକୁ ସେ ତାହାର କୁଶଳ, ଶୁଣିଣ ହୋଇଲେ ଖୁସି ଶ୍ରୀରାମ ଠାକୁର। ସାଦରରେ ଆଦରରେ ଗୁହକ ଶବର, କହଇ ଆଶ୍ରମେ ମୋର ଏବେ ବିଜେ କର। ଏ ସମୟେ ଶୃଙ୍ଗବେର ଯେତେ ପୁରଜନ, ଦେଖିଣ ସେ ନିରାକାର ସୀତା ଲକ୍ଷଣ। କଥାରେ କଥାରେ ପୁଣି ହେଲେ କୁହାକୁହି, କିଏ ସେ ନିଷ୍ଠୁର ପରାବନକୁ ପଠାଇ। ହରିଣ ସେ ଦୟାମୟ କହନ୍ତି ବଚନ, ଧର୍ମ ଅର୍ଥେ ପିତାଙ୍କର ସତ୍ୟକୁ ପାଳନ। ପିତାଙ୍କର ସତ୍ୟ ପାଳି 14 ବରଷ, ନିଶ୍ଚୟରେ ପୁତ୍ର ମୋହି ପାଳିବି ଅବଶ୍ୟ। ଏଥୁ ଅନ୍ତେ ସୀତାଙ୍କର
ସାଥେର ଘୁରାଣ। ଆଶ୍ରମରେ ଯାଇ ପୁଣି କରିଲେ ଶୟନ। ଏ ସମୟରେ ବସିଲେ ସେ ଉଠିଲ ଇକ୍ଷଣ। ହସ୍ତରେ ଧରି ସଦା ସେ ନିଜ ଶିରାସନ। ମିତ୍ର ସେହୁ ଗୃହକକୁ କହନ୍ତି ଲକ୍ଷ୍ମଣ। କରିଲେ ସେ କୈକେୟୀ କୂଟ ବିଚାରିଣ। ଏମନ୍ତରେ ପିତାଙ୍କୁ ସେ ସତ୍ୟ କରାଇଲେ। ଆହ୍ଲାଦରେ ଦୁଇ ଗୋଟି ବର ମାଗିନେଲେ। ଅଯୋଧ୍ୟାରେ ଭରତ ସେ ହୋଇବ ରାଜନ। ଏଥୁ ଅନ୍ତେ ବନବାସ କରିବ ସେ ରାମ। ଏହା ନୁହେଁ ମାତାଙ୍କର ଅହିତ ଯେ କର୍ମ। ଭାଗ୍ୟରେ ଫଳ ଯାହା ସେ ଭୋଗଇ ତନନ। ଜାଣେ ସ୍ୱପ୍ନରେ ସେ ହୁଜେ ଭିକ୍ଷୁକ ନୃପତି। ସ୍ୱପନରେ କରେ ପୁଣି ସେହି ଭିକ୍ଷାବୃତ୍ତି। ଏପରି ଶୁଣିଣ ପୁଣି ନିଷାଦ ରାଜନ। ହୋଇଲା କାପରେ ପୁଣି କୋଟ ବାଟ ଭ୍ରମ। ଯେବେ ହୋଇବ ତାର ଯେ ମୋହ ଭ୍ରମ ଦୁଇ। ନିଶ୍ଚୟ ବିବେକ ତାର ଉଠିବ ନିକର। ସେ ଯେଣୁ ପ୍ରଭୁ ଶ୍ରୀରାମ ଗୁଣେ ପରମ ବ୍ରହ୍ମ। ଭକତ ସକଳ ଜନ ପୁଣି ଯେ ବ୍ରାହ୍ମଣ। ଜଗତ ଜନଙ୍କର ସେ ଜାଣ ହିତ ପାଇଁ। ଧରାରେ ଜନମିଛନ୍ତି ପ୍ରଭୁ ଭାବଗ୍ରାହୀ। ଏମନ୍ତରେ ନିଶି ପୁଣି ହେଲା ଅବସାନ। ଶଯ୍ୟା ଛାଡ଼ି ଉଠିଲେ ସେ ରଘୁପତି ରାଣ। କ୍ଷୀରକୁ ଦେଇଣ ପୁଣି ଜଟାକୁ ବାନ୍ଧିଲେ। ପ୍ରଭାତର କର୍ମ ପୁଣି ସେହୁ ଶେଷ କଲେ। ପୁଣି ସେ ସୁମନ୍ତ ତହୁଁ ପଚାରନ୍ତି ଜାଣ। ହେ ପ୍ରଭୁ ଆପଣେ ହେଲେ ରଘୁକୁଳ ରାଣ। ଏ ସମୟେ ତୁମକୁ ଯେ ଭ୍ରମାଇ ଅରଣ୍ୟ। ଭୁଲାଇ ନେବାକୁ ପୁଣି ଅଯୋଧ୍ୟା ଭୁବନ। ଏପରି ଆଦେଶ ପୁଣି ଅଛି ପିତାଙ୍କର। କି କରିବି କୁହନ୍ତୁ ହେ ହୃଦୟ ଠାକୁର। ଏପରି ଆଦେଶ ଯଦି ଅଛି ପିତାଙ୍କର। ଶୁଣିଣ କହନ୍ତି ତାଙ୍କୁ ଶ୍ରୀରାମ ଠାକୁର। ଜାଣନ୍ତି ସୁମନ୍ତ ତୁମ୍ଭେ ମୋ ବଂଶ ମହାନ। ଥିଲେ ଶିବ ଦଧିଛି ଯେ କେତେ ରାଜାଗଣ। ଏପରିକି ହରିଶ୍ଚନ୍ଦ୍ର ସତ୍ୟନ ଭାଙ୍ଗିଣ। ବରିଲେ ସେ ହରସରେ ସ୍ତ୍ରୀ ପୁଣି ବାନ। ଏ ସମସ୍ତ ସମ୍ବାଦଙ୍କୁ ଯାଇ ବାହୁଡ଼ିଣ। କହିବ ପିତାଙ୍କୁ ତୁମ୍ଭେ ସର୍ବ ବୁଝାଇଣ। ତହିଁ ସାଥେ ସୀତା ଦେବୀ ଡାକି ମନ୍ତ୍ରୀ ବର। କହିବ ପିତାଙ୍କୁ ଯାଇ ଦେବ ମୋ ଖବର। ଏପରି ଭାବରେ ପୁଣି ଲକ୍ଷ୍ମଣ କହିଲେ। ତହୁଁ ସୁମନ୍ତ ବିଧିରେ ରଥରେ ବସିଲେ। ରଥେ ଯାଇ ସୁମନ୍ତ ଯେ ଅଯୋଧ୍ୟା ମିଳିଲେ। ସର୍ବ କଥା ଦଶରଥେ ଯାଇ ବୁଝାଇଲେ। ଏମନ୍ତ ସେ ସର୍ବ କଥା ଶୁଣିଣ ରାଜନ। କାନ୍ଦି ପକାଇଲେ ପୁଣି ଭାବି ରାମ ରାମ। ଏଠାରୁ ହେ ଜ୍ଞାନୀ ଜନ ମନ ଦେଇ ଶୁଣ। ଜଗତର ପ୍ରଭୁ ପୁଣି ରଘୁକୁଳ ରାଣ। ପଦବ୍ରଜେ ଗଙ୍ଗା କୂଳେ ଯାଇ ପହଞ୍ଚିଲେ। ନଦୀ ପାର ହେବା ପାଇଁ ତହୁଁ ଇଚ୍ଛା କଲେ। ଡାକନ୍ତି ସେ ନଦୀ ପାରେ ତହୁଁ କୈବର୍ତ୍ତକୁ। ଦୟା କରି ନାବ ତୁମ୍ଭେ ଆଣ ଏ କୂଳକୁ। ଶୁଣିଣ ସେ କୈବର୍ତ୍ତ କହି ବଚନ।
ମୁହିଁ ଜାଣିଅଛି ଶୁଣ ତୁମ୍ଭର ସେ ଗୁଣ। ପଥରେ ପୁଣି ପଥରେ ବାଜି ଚରଣରେ, ଉଭା ହେଲା ପଥର ତ ନାୟିକା ରୂପରେ। ତୁମ୍ଭ ଚରଣ ବାଜିଲେ ନା ବଜେ ଅବଳା, ହୋଇଲେ ତ ପ୍ରଭୁ ମୋର ବୁଡ଼ିଯିବ ଭେଳା। ଏମନ୍ତେ ତୁମ୍ଭେ କୁଟୁମ୍ବ ମାରିବ ମୋହରି, ସେଥିଲାଗି ତୁମ୍ଭଙ୍କୁ ଯେ ନ କରିବି ପାରି। ପାଖରେ ସେ କୈବର୍ତ୍ତ ନୌକା ଥୋଇଣ, ଶ୍ରୀରାମଙ୍କ ମୁଖ ଚାହିଁ କହଇ ବଚନ। ଦୟା କରି ବଢ଼ାଇଣ ଦିଅନ୍ତୁ ପୟର, ପଦ ଦୁଇ ଗୋଟି ଆଗ ଧୋଇବି ତୁମ୍ଭର। ତେବେ ଯାଇ ବସାଇବି ମୋର ନାବ ପର, ତାପରେ ହୋଇବ ଯାଇ ଏହୁ ନଦୀ ପାର। ତେଣୁ ହେ ବଢ଼ାଇ ଦିଅ ତୁମ୍ଭର ପୟର, ଯଦି ଅଟନ୍ତି ଭକତ ପ୍ରେମୀର ଘୁବୀର। ଏପରି କୈବର୍ତ୍ତ ତହୁଁ ପଦ ପଖାଳିଣ, ବୃକ୍ଷ ଡାଳ ପତ୍ରକୁ ସେ ନାବେ ବିଛାଇଣ। ତହିଁ ପରେ ପ୍ରଭୁଙ୍କୁ ସେ ବସାଇଲା ନେଇ, ହରସରେ ଗଙ୍ଗା ପରେ ନାବ ନେଲା ବାହି। ନଦୀ ପାରେ ପ୍ରଭୁ ତେଣୁ ନାବରୁ ଓହ୍ଲାଇ, ଭାସନ୍ତି ହାସ୍ୟରେ ପୁଣି ବଚନଟି ତହିଁ। ଏ ସମୟ କୈବର୍ତ୍ତକୁ କିଛି ଦେବା ପାଇଁ, ତହୁଁ ହେଲେ ଭାବଗ୍ରାହୀ ବହୁ ଯେ ଆଗ୍ରହୀ। ପୁଣି ସେହୁ ଭାବୁଛନ୍ତି ତାହାଙ୍କ ମନରେ, ମୋ ପାଶରେ ଅଛି କିସ ଦେବିଟି ତାହାରେ। ଏମନ୍ତ ଭାବିଣ ପ୍ରଭୁ ସୁବର୍ଣ୍ଣ ମୁଦିକୁ, ବଢ଼ାଇ ଦେଲେ ସରାଗେ କୈବର୍ତ୍ତ ହସ୍ତକୁ। ପ୍ରଭୁଙ୍କର ମୁଦ୍ରିକାକୁ କୈବର୍ତ୍ତ ପାଇଲା, କି ଦେଲ ହେ ଭାବଗ୍ରାହୀ ତହୁଁ ସେ କହିଲା। ଜାଣିଛି ଧନ ସମ୍ପଦ ପୁଣି ବିତ୍ତଧାରା, ସଂସାରରେ ସମସ୍ତ ମାୟାର ପସରା। ଏ ସମସ୍ତ ଦ୍ରବ୍ୟମାନ ପ୍ରଭୁ ଲୋଡ଼ା ନାହିଁ, ଅନୁଗ୍ରହ କର ପ୍ରଭୁ ମୋର ମଗା ପାଇଁ। ତହୁଁ ସେହୁ ମୁଦ୍ରିକାକୁ ଫେରାଇଣ ଦେଲା, ତହିଁ ପରେ କୈବର୍ତ୍ତ ସେ ପାଦରେ ପଡ଼ିଲା। ଏମନ୍ତ ସମୟ ପୁଣି ଜନକ ନନ୍ଦିନୀ, ମାଲ ପୁଣ୍ୟ ତୋୟା ଅଟୁ ତୁହି ମନ୍ଦାକିନୀ। ଯାତ୍ରାରୁ ଆସିଲେ ଆମେ ଶୁଭରେ ଫେରିଣ, କରିବି ମାତ ତୋହର ପୂଜା ଅରଜନ। କହଇ ମନ୍ଦାକିନୀ ସେ ସୀତାବାଣୀ ଶୁଣି, ତୁମ୍ଭେ ତ ଅଟନ୍ତି ମାତ ବିଷ୍ଣୁ ପାଟରାଣୀ। ତୁମ୍ଭର କାମନା ମାତ ନିଶ୍ଚୟ ପୂର୍ଣ୍ଣ ହେବ, ଏ କଥା ଅଟଇ ମାତ ନିଶ୍ଚୟଟି ଧ୍ରୁବ। ଶୁଣିଲେ ସେ ଗଙ୍ଗାଙ୍କର ଏସନ ବଚନ, ତହୁଁ ଜାନକୀ ହୋଇଲେ ଆନନ୍ଦିତ ମନ। ଏସନେ ଗୁହକ ତହୁଁ କହେ ଯୋଡ଼ି କର, ହେ ପ୍ରଭୁ ମୋହର ପ୍ରତି ଅନୁଗ୍ରହ କର। 4 ଗୋଟି ଦିବସକୁ କରୁଣା କରିବ, ସେବିକା ନିମନ୍ତେ ପଦ ଅଛି ମୋର ଭାବ। ପୁଣି ସେ କହଇ ଜାଣ ହୋଇଣ ଆତୁର, କେ ଅରଣ୍যେ ଆପଣ ଯେ ରହିବେନି କର। ସେବନକୁ ଯାଇ ପୁନଃ କୁଟୀର ନିର୍ମାଣ,
ସେହି ଭାବେ ଦୟା ମୋତେ କରିବେ ଆପଣ। ଏମନ୍ତ କହିବା କଥା ଶୁଣି ପ୍ରଭୁ ରାମ, କଥା ରଖି ସଙ୍ଗତରେ ନେଲେ ପ୍ରଭୁ ଜାଣ। ଏଥୁ ଅନ୍ତେ ରଘୁନାଥେ ପ୍ରୟାଗ ଗମନ୍ତି, ପ୍ରଜାମାନେ ସେଠାବରୁ ବାହୁଡ଼ି ଯାଆନ୍ତି। ଭରଦ୍ୱାଜ ଆଶ୍ରମରେ ପହଞ୍ଚିଲେ ଯାଇ, ଦର୍ଶନେ ଭରଦ୍ୱାଜ ଯେ ଚକିତ ସେ ହୋଇ। ଭାଗ୍ୟକୁ ଲକ୍ଷ୍ମଣ ସୀତା ପ୍ରଭୁ ରଘୁରାଣ, ଆଶ୍ରମରେ ମୁନିଙ୍କୁ ସେ କରିଲେ ପ୍ରଣାମ। ତହୁଁ ଭରଦ୍ୱାଜ ଋଷି ଆଶୀର୍ବାଦ କଲେ, ଫଳମୂଳ ଆଶ୍ରମରେ ଭୋଜନ ସେ ଦେଲେ। ଆସିଛନ୍ତି ପ୍ରଭୁ ନିଜେ ଏସନ ଖବର, ଥିଲେ ଯେତେ ବ୍ରହ୍ମଚାରୀ ତହିଁ ବନସ୍ତର। ଏମନ୍ତରେ ଯେତେ ଥିଲେ ସକଳ ଇଲେ, ଦେଖିଣ ପ୍ରଭୁଙ୍କୁ ସେଠି ଦର୍ଶନ କଲେ। ନିଶି ପୁହାଇଲେ ଜାଣି ତହିଁ ରଘୁରାଣ, ତଥି ପରେ ତେଜିଲେ ସେ ମୁନିଙ୍କ ଆଶ୍ରମ। ଥିଲେ ପୁଣି ସଙ୍ଗତରେ ବ୍ରହ୍ମଚାରୀ ଗଣ, ପ୍ରଭୁଙ୍କୁ ପଥ ଦେଖାଇ ଦେଲେ ତହୁଁ ପୁଣ। ପୁଣି ସେ ପହଞ୍ଚିଲେ ଯେ ଗ୍ରାମେ ଏକ ଯାଇ, ଆନନ୍ଦିତ ହେଲେ ସର୍ବେ ସେଠି ଯେତେ ଥାଇ। ଏ ସମୟ ଜଗତର ଜୀବନ ଶ୍ରୀରାମ, ତହୁଁ ସେଠି ଗୁହକକୁ ସାନ୍ତ୍ୱନା ଦେଇଣ। ନିଜର ପାଶରୁ ତାଙ୍କୁ ବିଦାୟ କରିଲେ, ଏଥୁ ଅନ୍ତେ ପ୍ରଭୁ ରାମ ସେ ସ୍ଥାନ ତେଜିଲେ। ପହଞ୍ଚିଲେ ଯାଇ ପୁଣି ବାଲ୍ମୀକି ଆଶ୍ରମେ, ଦେଖିଣ ପ୍ରଭୁଙ୍କ ବିଜେ ବାଲ୍ମୀକ ଭଲେ। ତେଣୁ ସେହୁ ପ୍ରଭୁଙ୍କୁ ଯେ ପାଛୋଟି ନେଇଣ, ବିପ୍ର ବୈଷ୍ଣବ ବିପିନ ଲେଖେ ରାମାୟଣ। ଇତି ଶ୍ରୀ ତୁଳସୀ ରାମାୟଣେ ଅଯୋଧ୍ୟାକାଣ୍ଡେ ଶ୍ରୀରାମଙ୍କ ସହ କୈବର୍ତ୍ତ ଭେଟ ପ୍ରସଙ୍ଗେ ନାମ ଚତୁର୍ଥ ଅଧ୍ୟାୟ। ପଞ୍ଚମ ଅଧ୍ୟାୟ ଶ୍ରୀରାମଙ୍କର ଚିତ୍ରକୂଟେ ଅବସ୍ଥାନ ଓ ବାଲ୍ମୀକି ଋଷିଙ୍କ ସହ ସାକ୍ଷାତ। ଏଥୁ ଅନ୍ତେ ଜ୍ଞାନୀ ଜନେ ଶୁଣ ଏହି ଧୀର, ରାମ ଲକ୍ଷ୍ମଣ ସୀତାଙ୍କୁ ଆଶ୍ରମେ ତାଙ୍କର। ରଖାଇଲେ ଆନନ୍ଦରେ ସେହୁ ମୁନି ବର, ବିନୟ ସ୍ତୁତି କରନ୍ତି ମୁନି ଯୋଡ଼ି କର। ସାଦରେ ଆଦରେ ଋଷି କହନ୍ତି ବଚନ, ଆହେ ପ୍ରଭୁ କି ଯୋଗରେ ବନକୁ ଗମନ। ସଧୀରେ କହନ୍ତୁ ପ୍ରଭୁ ସମସ୍ତ ବିଚାରି, ଶୁଣିଲେ ସନ୍ତୋଷ ମୋହି ହେବି ମାୟାଧାରୀ। ଏମନ୍ତ ସେ ବିଧାତାଙ୍କ ଷଡ଼ଯନ୍ତ୍ର ମାନ, ପାଇବ ଭାଇ ଭରତ ରାଜେ ରାଜପଣ। ଅଟଇତ ପିତାଙ୍କର ଏ ସତ୍ୟ ପାଳନ, ସେଥି ଯୋଗୁ ବିଧାନରେ ଅରଣ୍ୟ ଗମନ। ଧନ୍ୟ ହୋଇଲା ମୋହର ଜନନୀ ପିୟର, ସେଥି ଯୋଗୁ ପାଇଲି ମୁଁ ଦର୍ଶନ ତୁମ୍ଭର। ପାଇଲି ଆସିଣ ମୋହି ତୁମ୍ଭରଣ୍ୟରେ, କି ଭାଗ୍ୟ ଯେ ମୋର ଯେ ଥିଲା ଏ ଯେ ଭାଗ୍ୟରେ। ପ୍ରଭୁଙ୍କ ବଚନ ଶୁଣି ବାଲ୍ମୀକ ମୁନି, କହନ୍ତି ପ୍ରଭୁ ଆପଣେ ଜଗତ କାରିଣୀ। ଅଟ ତୁମ୍ଭେ ଜଗତର କର୍ତ୍ତା ପରମ ବ୍ରହ୍ମ, ବ୍ରହ୍ମା ବିଷ୍ଣୁ ଅଟ ତୁମ୍ଭେ ପ୍ରଭୁ ପଞ୍ଚାନନ। ଅଟଇ ମହିମା ତୁମ୍ଭ ଶେଷ ଅନନ୍ତ, ତାହାକୁ ବନିବା ପାଇଁ ଅଛି କି ସାମର୍ଥ୍ୟ। ଏମନ୍ତ ଯେ ମୁନିଙ୍କର ବାଣୀ ଶୁଣି ରାମ, ମୁରୁକି ତହୁଁ ଦେଲେ ସେ ହସିଣ। କହନ୍ତି ସେ ବାଲ୍ମୀକ ଆନନ୍ଦ ହୋଇଣ, ତୁମ୍ଭ ରହିବାର ସ୍ଥାନ ନିରୂପଣ କର। ଆପଣ ତ ଅଟନ୍ତି ଯେ ସର୍ବଭକ୍ତ ପ୍ରାଣ, ତେଣୁ ଅଟଇ ତୁମ୍ଭର ତାଙ୍କ ହୃଦୟ ସ୍ଥାନ। ଜଗତେ ଯେ ଜନ ଜପେ ନିତ୍ୟ ରାମ ରାମ,
ତଥି ସଙ୍ଗେ ତୀର୍ଥ ବ୍ରତ କରଇ ଭ୍ରମଣ ପୁଣି ଯେ ବ୍ରାହ୍ମଣଙ୍କର ପୂଜଇ ଚରଣ ସଦା ଗୁରୁଜନ ମାନେ ଦିଅଇ ସମାନ ଦୟା କରି ସେଠାବରେ ରୁହନ୍ତୁ ଆପଣ ଅଟଇ ତାହାଟି ପୁଣି ଆପଣଙ୍କ ସ୍ଥାନ କାମ କ୍ରୋଧ ମୋହ ମାୟା ଯେହୁ ଅହଙ୍କାର ଏ ସମସ୍ତ ନଥାଏ ଏଠି ହୃଦୟ ଯାହାର ଅଟଇ ଯେ ନିଷ୍କପଟ ପୁଣି ମାୟା ଶୂନ୍ୟ ନିନ୍ଦା ଓ ପ୍ରଶଂସା ପୁଣି ଯାହାରେ ସମାନ ଯାଠାରେ ଯେ ପୁଣି ବୃଦ୍ଧି ହୁଏ ପର ଧନ ସେଥିରେ ଆନନ୍ଦ ପୁଣି ହୁଏ ଯେଉଁ ଜନ ପୁଣି ପର ଦୁଃଖରେ ଯେ ଦୁଃଖୀ ହୋଇଥାଏ ଜଗତେ ସଭିଙ୍କୁ ସମପଣେ ଦେଖୁଥାଏ ଏମନ୍ତ ନିଜର ମଧ୍ୟରେ ଥିବା ଅବଗୁଣ ମନରୁ ତାହାକୁ ସେହୁ ଯାଏ ଯେ ଭୁଲିଣ ଯେ ଜନ ପର ସୁଗୁଣ ନିତ୍ୟ ଗାନ କରେ ଆହେ ପ୍ରଭୁ ରୁହନ୍ତୁ ଯେ ତାହାଙ୍କ ମନ୍ଦିରେ ଅଥବା ମନ ବଚନ ସର୍ବକର୍ମ ମାନ ମନରୁ ତେଜି ପଶଇ ଆପଣେ ଶରଣ ଅଟନ୍ତି ସେ ଯେଉଁ ଜନ ତୁମ୍ଭର ଯେ ପ୍ରିୟ ତାହାଙ୍କ ନିକଟେ ଯାଇ ନିଅନ୍ତୁ ଆଶ୍ରୟ ସର୍ବଶେଷରେ ପୁଣି ସେ ଋଷି ବାଲ୍ମୀକ ସଧିରେ କହନ୍ତି ଶୁଣ ହେ ରଘୁନାୟକ ଦେଖ ଚିତ୍ରକୂଟରେ କରିଣ ଯେ କୁଟୀର କରନ୍ତୁ ଏଠାରେ ବାସ ଆହେ ରଘୁବୀର କରନ୍ତୁ ହେ କିଛି ଦିନ ବାସ ଏହିଠାର ଦେଖିବେ ଯେ ପ୍ରକୃତିର ସୌନ୍ଦର୍ଯ୍ୟ ଭଣ୍ଡାର ଦେଖ ସେ ଅରଣ୍ୟ ଜୀବ ଅଛନ୍ତି ଭରପୁର ଅଛନ୍ତି ଏଠାରେ ଅତ୍ରି ଆଦି ମୁନିବର କରନ୍ତି ସେ ଏହିଠାରେ ଧ୍ୟାନ ନିରନ୍ତର ରଘୁପତି ବାଲ୍ମୀକ ବଚନ ଶୁଣିଲେ ଚିତ୍ରକୂଟ ଠାରେ ଯାଇ ସେ କ୍ଷଣେ ମିଳିଲେ ବନବାସୀର ରୂପ ସେ ଧରି ନର ହରି ଦେଖିଲେ ଦେବତା ମାନେ ଥାଇ ସ୍ୱର୍ଗ ପୁରୀ ସ୍ୱର୍ଗର ଦେବତା ମାନେ ତହିଁ ସେହି କାଳେ ପ୍ରଭୁଙ୍କ ନିମନ୍ତେ ଆସି ଅରଣ୍ୟ ମିଳିଲେ ଆନନ୍ଦେ ନ ମିଳେ ସେହୁ ପ୍ରଭୁ ନିରାକାର ଦର୍ଶନ କରିଣ ତେବେ ଆନନ୍ଦ ପାର ଖୋଜିଣ ଅରଣ୍ୟ ସେହୁ ନାନା ଫଳ ମୂଳ ପ୍ରଭୁଙ୍କୁ ସମର୍ପିଲେ ସେ ଜାଣେ ସେହି କାଳ ପୁଣି କହନ୍ତି ଦେବେ ଆମ୍ଭେ ଯେ ଭାଗ୍ୟବାନ ଭାଗ୍ୟରେ ପାଇଲୁ ସିନା ତୁମ୍ଭ ଦର୍ଶନ ଏସନେ ସ୍ନାନ କରିବେ ଯେବେ ପ୍ରଭୁ ଯାଇ ସ୍ନାହାନର ପୁଷ୍କରିଣୀ ଦେବୁ ଯେ ଦେଖାଇ ଏମନ୍ତ ଯେ ଶୁଣି ସାନ୍ତନା ଦେବଙ୍କୁ ଦେଇଣ ବିଦାୟ କରିଲେ ପ୍ରଭୁ ସେହୁ ନିରଞ୍ଜନ ଯହୁଁ ସେ ନିବାସ କଲେ ସେହି ଅରଣ୍ୟରେ ପକ୍ଷୀ କୂଳ ଜାଣିଲେ ଯେ ପ୍ରଭୁ ତ ଏଠାରେ ସୁକ ପିକ କଳ୍ପଳ ଯେ ମୟୂର ଓସାରି ଭ୍ରମଣ କରନ୍ତି ବନେ ଦିବସ ସର୍ବରି ପୁଣି ସେ ବନରେ ବ୍ୟାଘ୍ର ଉଲ୍ଲୁକ ଯେ ହସ୍ତି ଆନନ୍ଦେ ଭ୍ରମନ୍ତି ବନେ କରୁଥାନ୍ତି ମସ୍ତି ପ୍ରାଣପ୍ରିୟା ମିଥିଳାର ଜନକ ନନ୍ଦିନୀ ରହନ୍ତି ପ୍ରଭୁଙ୍କ ସାଥେ ଆନନ୍ଦରେ ଜାଣି ସ୍ୱାମୀଙ୍କ ସୁଖ ଦୁଃଖରେ ଗଲେ ମଜି ସେଇ ଶାଶୁ ଶ୍ୱଶୁର ଆତ୍ମୀୟ ଭୁଲି ଗଲେ ତହିଁ ଦେବତା ଦେବତା ସ୍ୱାମୀ ମାନି କରି ଦର୍ଶନ ମାତା କାଟିଲେ ରହିଣ ଦିନ ସେହି ବନ ପୁଣି ପ୍ରଭୁ ଯେତେବେଳେ ଜଗତ ଈଶ୍ୱର ମନେ ପଡ଼େ ଭାବନ୍ତି ସେ ଅଯୋଧ୍ୟା ଖବର ନୟନରେ ତାହାଙ୍କର ଲୋତକ ଆସଇ ମନର କ୍ରୋଧ ସବୁକୁ ହୃଦୟ ଲୁଚାଇ ଏମନ୍ତେ ଗଲା ସେ ହୁଟି ପୁଣି କେତେ ଦିନ ଚିତ୍ରକୂଟ ଠାରେ ପ୍ରଭୁ କାଟିଲେ ଜୀବନ ଏହି ଭାବେ ଚିତ୍ରକୂଟ ଛାଡ଼ି ପ୍ରଭୁ ରାମ ଗୁହକ ସେ ନିଜ ପୁରେ କରନ୍ତି ଗମନ ଯେମନ୍ତେ ଗଙ୍ଗା କୂଳରେ ଯାଇ ପ୍ରବେଶିଲେ ହାସିତା ଲକ୍ଷ୍ମଣ ରାମ କହିଣ କାନ୍ଦିଲେ ଶୁଣିନ ଗୁହକ ପୁଣି ତାଙ୍କୁ ବୁଝାଇଲେ ଅଯୋଧ୍ୟାକୁ ଯାଅ ବୋଲି ଅନୁରୋଧ କଲେ ଆନ ଆନ କେ ତଟସ୍ଥ ପଣରେ ଚାହିଁଲେ ସୁମନ୍ତ ଫେରିଛି ରଥ ଶୂନ୍ୟରେ ଦେଖିଲେ ଏମନ୍ତେ ସମୟେ ପ୍ରଜା ରଥର ପାଶେଣ ପଚାରନ୍ତି ସୁମନ୍ତଙ୍କୁ ପ୍ରଭୁ ବିବରଣ କାହାନ୍ତି ଆମ୍ଭର ପ୍ରଭୁ ହୃଦୟ ଠାକୁର କିପରି ଛାଡ଼ି ଆସିଲେ କୁହ ମନ୍ତ୍ରୀବର ଏଡ଼େ ନିର୍ଦ୍ଦୟ ହେଲେ ହେ ପ୍ରଭୁଙ୍କୁ ତ ଛାଡ଼ି ଆସିଲେ ଫେରିଣ ପୁଣି କିପରି ନ ମରି ମାତା ମାନେ ମନ୍ତ୍ରୀ ଦେଖି ଅନେକ ବୁଝିଲେ ଦୁଃଖରେ କ୍ରନ୍ଦନ କରି ଧରାଶାୟୀ ହେଲେ ଏଥୁ ପୁଣି ନୃପମଣି ଅଯୋଧ୍ୟା ରାଜନ ପୁଛନ୍ତି ରେ ମନ୍ତ୍ରୀ ମୋର କାହିଁ ଗଲ ପ୍ରାଣ ରାମ ଶୂନ୍ୟ ଅଯୋଧ୍ୟା ଯେ ଶମଶାନ ଜାଣ କିପରି ବଞ୍ଚିବି ଏକା ସବୁ ଲାଗେ ଶୂନ୍ୟ ଏମନ୍ତ ଦେଖି ସୁମନ୍ତ କହନ୍ତି ବୁଝାଇ କାହିଁକି କାନ୍ଦୁଛନ୍ତି ଯେ ଏଡ଼େ ଜ୍ଞାନୀ ହୋଇ
ସୁମନ୍ତଙ୍କ ଆଶ୍ୱାସନା ଶୁଣି ଦଶରଥ ହୋଇଲେ ସେ ତତ୍କ୍ଷଣ ସେ କାଳେ ମୂର୍ଚ୍ଛିତ। ପାଶେ ଥିଲେ କୌଶଲ୍ୟା ସେ ତୋଳି ନ ଆଣିଲେ, ଜଳ ସିଞ୍ଚି ତାହାଙ୍କୁ ସେ ସଚେତ କରିଲେ। ଏଥୁ ଅନ୍ତେ ମନ୍ତ୍ରୀ ସେହୁ କହନ୍ତି ବଚନେ, ଶୁଣନ୍ତୁ ବାକ୍ୟ ତାହାଙ୍କ କହିଛନ୍ତି ରାମେ। ଯେବେଳେ ମାତୁଳ ଚାହୁ ଫେରିବ ଭରତ, ତାହାକୁ ଆବର ସର୍ବେ କରିବେ ବହୁତ। ସମ୍ବାଦରେ ବନବାସ କଥାଟି ମୋହର, ବୁଝାଇ ତାହାକୁ ପୁଣି କହିବିନି କର। ଏ ସମୟ କୌଶଲ୍ୟାଙ୍କ ଦେଖ ହେ ଶରୀର, କଳା କାଠ ପଡ଼ିଅଛି ଶୁଣି ଏହି ଗୀର। ରାଣୀଙ୍କ ସହ ରାଜାଙ୍କୁ କହନ୍ତି ବୁଝାଇ, ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ଆହେ ନରସାଇ। ବଚନକୁ ଶୁଣି ନୃପ ହୋଇଣ ଧୀର, ପାରିଧି ନିମନ୍ତେ ବନେ ଜୀବିତ ଏଥର। ବିନକେ ଭାବିଣ ମୁହିଁ ବନେ ସିନା ଗଲି, ଶିକାର କାରଣେ ଜଳ ଘାଟେ ଜଗିଥିଲି। ସେ ସମୟେ ଅନ୍ଧମୁନି ତାହାଙ୍କ ସନ୍ତାନ, ଜଳର ନିମନ୍ତେ ଘଟ ସେହୁ ବୁଡ଼ାଇଣ। ଉଠାଇଲେ ତାହାଙ୍କର ଶବ୍ଦ ଭେଦି ବାଣ, ତତକ୍ଷଣ ଘେନି ଗଲେ ତାହାଙ୍କର ପ୍ରାଣ। ଶିକାର ପାଇଁ ପାଶରେ ପରବେଶ ହେଲି, ମୃତ୍ୟୁ ପାଇଁ ଶ୍ରବଣରେ ପଡ଼ିଛି ଦେଖିଲି। ଆତୁରେ କହିଲେ ଜଳ ମୋର ଘେନି ଯାଅ, ପିତା ମାତାଙ୍କୁ ଦେଇଣ ପରାଣ ବଞ୍ଚାଅ। ଆଉ ତାହାଙ୍କୁ ଯେ ତୁମ୍ଭେ କହିବ ବୁଝାଇ, ଜୀବ ଘେନି ଶ୍ରବଣ ଯେ ଆଉ ଏଠି ନାହିଁ। ତହୁଁ ସେ ଜଳ ଘେନିଣ ମୁନି ପାଶେ ଗଲେ, ସେଠାରେ ଶ୍ରବଣ ପିତା ଅଛନ୍ତି ଦେଖିଲେ। ଶ୍ରବଣଙ୍କ ବିଳମ୍ବ ଯେ ଜାଣି ପଚାରିଲେ, ନୃପତି ସେ କହିଲେ ଯେ ବୃତ୍ତାନ୍ତ ସେଠାରେ। ଜାଣିନ ଅନ୍ଧ ଅନ୍ଧୁଣୀ ସେହୁ ଦୁଇ ଜଣ, ଅଭିଶାପ ଦେଲେ ପୁଣି ମୋତେ ସେ କଠିନ। ତୁହିରେ ଆଉ ନ ଦେଖି ପୁତ୍ରର ଜୀବନ, ମରିବୁ ନିଶ୍ଚୟ ତୁହି ଆମ୍ଭ ପରି ଜାଣ। ଆଜି ତ ପୁତ୍ରକୁ ଆମ୍ଭେ ନ ଦେଖି ରାଜନ, ହାରିବୁ ତ ଏଠାରେ ଯେ ଆମ୍ଭର ଜୀବନ। ସେହିପରି ତୁମ୍ଭେ ନୃପ ନ ଦେଖି ନନ୍ଦନ, ତେ ଜୀବ ନିଶ୍ଚୟ ତୁମ୍ଭେ ତୁମ୍ଭର ପରାଣ। ତହୁଁ ମୁଁ ଋଷିଙ୍କୁ ସଙ୍ଗେ ଘେନିଣ ଆଣିଲି, ମୃତ ପୁତ୍ର ପାଶରେ ଯେ ତାଙ୍କୁ ରଖାଇଲି। ବନସ୍ଥ ମଧ୍ୟରୁ କାଠ ପୁଣି ଯେ ଆଣିଣ, ଶ୍ମଶାନେ ନେଇ ତାଙ୍କୁ କରିଲି ବହନ। ଏମନ୍ତ ଯେ ବାଣୀ କହୁ କହୁ ନୃପମଣି, ହାସି ତାହା ରାମ ରାମ ଲକ୍ଷ୍ମଣ ଯେ ପୁଣି। କହୁ କହୁ ନୃପମଣି ହାରିଲେ ଜୀବନ, ବିପ୍ର ବୈଷ୍ଣବ ବିପିନ ବିଷାଦ ଯେ ମନ। ଇତି ଶ୍ରୀ ତୁଳସୀ ରାମାୟଣେ ଅଯୋଧ୍ୟାକାଣ୍ଡେ ଶ୍ରୀରାମଙ୍କର ଚିତ୍ରକୂଟେ ଅବସ୍ଥାନ ଓ ବାଲ୍ମୀକି ଋଷିଙ୍କ ସହ ସାକ୍ଷାତ ବର୍ଣ୍ଣନେ ନାମ 5ମ ଅଧ୍ୟାୟ।